ବର୍ତ୍ତମାନ ମୁଁ କବି ବସନ୍ତ ମୁଦୁଲିଙ୍କ ବାସଗୃହରେ ପହଞ୍ଚିଛି। ଭଦ୍ରକ ଜିଲ୍ଲାର ଜଣେ ପ୍ରତିଷ୍ଠାବାନ ବ୍ୟକ୍ତି। ଆଜି ସିଏ ଆମ ଗହଣରେ ନାହାନ୍ତି ସତ, ତାଙ୍କ ସ୍ମୃତିକୁ ଜାବୁଡ଼ି ଧରିଥିବା ଏବଂ ତାଙ୍କର ସ୍ମୃତିକୁ ସାଉଁଟି ନିଜ ପାଖରେ ରଖିଥିବା ମଣିଷ ଜଣେ ହେଉଛନ୍ତି ତାଙ୍କର ଅତି ପରିଚିତ ଏବଂ ସେ ସ୍ମୃତି ସଂସଦର ସଂଯୋଜକ ଅରୁଣ ଖିଲାର ମହୋଦୟ। ଆସନ୍ତୁ ଶୁଣିବା କବିଙ୍କ ସମ୍ପର୍କରେ କିଛି ମୁହୂର୍ତ୍ତର କଥା, କିଛି ସ୍ମୃତିର କଥା ତାଙ୍କ ମୁଖରୁ। ସାର୍, ନ୍ୟୁଜ୍ ଓଡ଼ିଆ ଚ୍ୟାନେଲ ଆପଣଙ୍କୁ ସ୍ୱାଗତ କରୁଛି। ଧନ୍ୟବାଦ। ଆଜ୍ଞା, କବି ବସନ୍ତ ମୁଦୁଲିଙ୍କ ସମ୍ପର୍କରେ ଆପଣଙ୍କ ମତାମତ ଟିକେ କହିବେ? ସେ ଥିଲେ ଜଣେ ପ୍ରଚଣ୍ଡ କବି, କେବଳ ଭଦ୍ରକ ନୁହେଁ ସାରା ଓଡ଼ିଶାର ସୁଖ୍ୟାତ। 1986 ଜୁନ 15 ତାରିଖରେ ତାଙ୍କର ଏକ ରାସ୍ତା ଦୁର୍ଘଟଣାରେ ବିୟୋଗ ଘଟେ। ବିୟୋଗ ପରେ ତାର ସାହିତ୍ୟ, ତାଙ୍କର କବିତା ଏସବୁର ପ୍ରଚାର ଭାର ମୋ ଉପରେ ପଡ଼ିଯାଏ। ମୁଁ ତାର ସାହିତ୍ୟର ବିକାଶ ପ୍ରକାଶ ପାଇଁ ପତ୍ରପତ୍ରିକାକୁ ସବୁ କବିତା ପଠାଏ ଏବଂ ପ୍ରକାଶ ବି ପାଏ, ଆଦୃତି ଲାଭ କରେ। ଏମିତି ଆଉ କ'ଣ। ଆଜ୍ଞା, ଆପଣ ମୋତେ ଗୋଟିଏ କଥା କହିବେ ଯେ ବସନ୍ତ ବାବୁଙ୍କର ପ୍ରଥମ କବିତା ଏ ସଂକଳ୍ପ ବାବଦରେ ଆପଣ ଟିକେ କୁହନ୍ତୁ। ବସନ୍ତ ମୁଦୁଲିଙ୍କର ପ୍ରଥମ କବିତା, ମୁଁ ମୁଦୁଲିଙ୍କୁ ମୋର ଜଏନ୍ କଲା ପରେ ମୁଁ ତାର ଯେତିକି ତାଙ୍କର ମୃତ୍ୟୁ ପରେ ତାଙ୍କ ଯେଉଁ ଅନାବନା ସବୁ ବିକ୍ଷିପ୍ତ ଅବସ୍ଥାରେ ପଡ଼ିଥିବା କବିତା ସବୁକୁ ଗୋଟେଇ ମୁଁ ସେଥିରୁ ଯାହା ଜାଣୁଛି, ତାଙ୍କର ପ୍ରଥମ କବିତା ପ୍ରକାଶ ପାଇଥିଲା ଧରିତ୍ରୀ ଖବରକାଗଜରେ, ରାତ୍ରି ବୋଲି କବିତାଟିଏ। ତାପରେ ଅନ୍ୟ ପତ୍ରପତ୍ରିକାରେ କାଁ ଭାଁ ତାଙ୍କର ସବୁ ଲେଖା ପ୍ରକାଶ ପାଉଥିଲା। ସେ ଲେଖା ବି ସବୁ ରହିଛି। 500ରୁ ଉର୍ଦ୍ଧ୍ୱ କବିତା ତାଙ୍କର ମୁଁ ଯାହା ସଂଗ୍ରହ କରିଛି। ସେ ଲେଖିଥିଲେ ବି ପ୍ରକାଶ ପାଇଥିଲା ତାଙ୍କର କବିତା ମାତ୍ର 52ଟି କବିତା, ଯେଉଁଟାକୁ ସେ ଗୁନ୍ଥିକି ଗୋଟେ ବଞ୍ଚ ରଖିଛନ୍ତି। ମୁଁ ତାକୁ ଦେଖିଛି। ପ୍ରକାଶ ଖୁବ୍ କମ୍ ପାଇଛି ତାଙ୍କର ଜୀବିତାବସ୍ଥାର। ମୃତ୍ୟୁ ପରେ ମୁଁ ବରଂ ତାଙ୍କର ସବୁ କବିତାକୁ ପତ୍ରପତ୍ରିକାକୁ ଦେଇକି ପ୍ରକାଶ କରିଛି ଏବଂ ପୁସ୍ତକ ଆକାରରେ ପ୍ରକାଶ ପାଇଛି। ଅରୁଣ ବାବୁ, ଆପଣ ଏ ବୟସରେ ଏତେ ଗୁଡ଼ିଏ କାମ କରୁଛନ୍ତି, ତେଣୁ ବୋଧେ ମୋତେ ଲାଗୁଛି ଆପଣଙ୍କୁ କିଛି କଷ୍ଟ ହେଉନି? ନିଶ୍ଚିତ ଭାବରେ କଷ୍ଟ। ମୁଁ ତ ସବୁ ଭୁଲି ଯାଇଥିଲି। ଆଜକୁ 35-37 ବର୍ଷ ବୋଧେ ହେଇଗଲା। 37 ବର୍ଷ ଧରିକି ଏମିତି କୌଣସି ଦିନ ନାହିଁ ଯେ ବସନ୍ତ ମୁଦୁଲିର ସ୍ମୃତି କାର୍ଯ୍ୟରେ ମୁଁ କିଛି ଲିପ୍ତ ନଥିବି। ବହୁତ ତା ପାଇଁ ଉଦ୍ୟମ କରିଛି ଏବଂ ସେ ଆଦୃତି ଲାଭ କରିଛି କବି ମହଲରେ, ସାହିତ୍ୟିକ ମହଲରେ, ପାଠକ ମହଲରେ। ଏଥିରେ ସନ୍ଦେହ ନାହିଁ। ଆପଣମାନେ ଶୁଣୁଥିଲେ କବି ବସନ୍ତ ମୁଦୁଲିଙ୍କ ସମ୍ପର୍କରେ ତାଙ୍କର ସ୍ମୃତି ସଂସଦର ସଂଯୋଜକ ଶ୍ରୀଯୁକ୍ତ ଅରୁଣ କୁମାର ଖିଲାରୀଙ୍କ। ବସନ୍ତ ମୁଦୁଲିଙ୍କର ଧର୍ମପତ୍ନୀଙ୍କ ସହିତ କିଛି ମୁହୂର୍ତ୍ତରେ ଆମେ ଆଲୋଚନା କରିବୁ କବିଙ୍କ ସମ୍ପର୍କରେ। ଆସନ୍ତୁ ଶୁଣିବା କବିଙ୍କ ଧର୍ମପତ୍ନୀଙ୍କ ଶ୍ରୀମୁଖରୁ କବିଙ୍କର ଗୁଣାବଳୀ ସମ୍ପର୍କରେ କିଛି ତଥ୍ୟ। ଆଜ୍ଞା, ଆପଣଙ୍କ ନାଁଟା? ସୁନନ୍ଦା ଖିଲାର। ମ୍ୟାଡ଼ାମ୍, ଆପଣ କବିଙ୍କ ସହିତ ଯାହା ବି ଆପଣଙ୍କର ଯେତେ ଦିନ ଆପଣ ଅଛନ୍ତି, କବିଙ୍କର ବିଷୟରେ ଆପଣ ଆମକୁ ସଂକ୍ଷିପ୍ତରେ କୁହନ୍ତୁ। ମୁଁ ବାହାଘର 12 ଦିନ ପରେ ମୁଁ ରେମୁଣାରେ ଯାଇ ଟ୍ରେନିଂ ନେଲି। 2 ବର୍ଷ ମୋର ସେଠି ଗଲା। ତାପରେ ମୁଁ ଆସିକି ଯାଜପୁରର ତାଙ୍କ ପାଖରେ ରହିଲି। ସେ ଜଣେ ଟିଚର ଥିଲେ, ଆଉ ସବୁବେଳେ ସେ ଲେଖାଲେଖି କରନ୍ତି। ତାପରେ ରାତି ଦିନ ଯେତେବେଳେ ଇଚ୍ଛା ହେଲା, କିଛି ନହେଲେ ଟୁକୁରା କାଗଜରେ ବି ଲେଖିଦିଅନ୍ତି। ମୁଁ ସେତେବେଳେ ତାର ମହତ୍ଵ ବି ବୁଝିନଥିଲି। ମୁଁ ବୁଝିଲା ବେଳକୁ ଆଉ ସେ ନାହାନ୍ତି। ମୋତେ କହିବେ ଆଜ୍ଞା, କବିଙ୍କର ପ୍ରଥମ କବିତା ସଂକଳନ ନାଁ କ'ଣ? ଯିଏ ଯେଉଁଠି ଅଛ। ତେଣୁ
ଏଇ ଯେଉଁ କବି ଯେଉଁ ପ୍ରଥମ ସଂକଳନ ଲେଖିଲେ ତାକୁ ଆପଣ ଭଲ ଭାବରେ ପଢ଼ିଛନ୍ତି? ଆଜ୍ଞା 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 ପଢ଼ିଛି। ତାଙ୍କର ମୁଖ୍ୟ ଲକ୍ଷ୍ୟ ସେ କବିତାରେ କ'ଣ ଥିଲା? ସମାଜ ସଂସ୍କାର ପାଇଁ ଆଉ ସମାଜକୁ କିଛି ଆଦର୍ଶ ଜଣେଇବେ, ମାନେ ବିପ୍ଳବୀ କବି ସେ ଆଉ କେମିତି ସମାଜର ସୁନାମ ରହିବ। ଆପଣ ଜଣେ କବିଙ୍କ ପତ୍ନୀ, ଆଉ ଆପଣଙ୍କୁ ରାଜ୍ୟ ସରକାର କିଛି ଆପଣଙ୍କୁ ସାହାଯ୍ୟ କରିଛନ୍ତି? ନା ଆଜ୍ଞା ମୋତେ କିଛି ବି ଦେଇନାହାନ୍ତି। ରାଜ୍ୟ ସରକାର କୌଣସି ପ୍ରକାର କିଛି ପେନସନ୍ କିଛି ଆପଣଙ୍କୁ ଦେଇନାହାନ୍ତି? ନା କିଛି ପେନସନ୍ ବି ମୁଁ ଆଦୌ ପାଉନି। କିଛି ପାଉନି? ନା। ଆପଣମାନେ ଦେଖୁଥିଲେ ବା ଶୁଣୁଥିଲେ କବିଙ୍କର ଘରେ କବିଙ୍କର କଥା, କବିଙ୍କର ଚିନ୍ତନ, କବିଙ୍କର କବିତା ସମ୍ପର୍କରେ ଶ୍ରୀଯୁକ୍ତ ଅରୁଣ ଖିଲାର ଏବଂ ତାଙ୍କର କବିଙ୍କର ଧର୍ମପତ୍ନୀଙ୍କ ଶ୍ରୀମୁଖରୁ। ବଡ଼ ଦୁଃଖର କଥା, ଏପର୍ଯ୍ୟନ୍ତ କବିଙ୍କ ପତ୍ନୀଙ୍କୁ କୌଣସି ସରକାରୀ ସୁବିଧା ଦିଆଯାଇ ନାହିଁ, ଯାହାକି ତାଙ୍କୁ ମିଳିବାର ନିହାତି ଆବଶ୍ୟକ ଥିଲା। ଅତି ଦୁଃଖର କଥା ଇଏ, ରାଜ୍ୟ ସରକାର ଯେତେବେଳେ ସମସ୍ତ କବିମାନଙ୍କୁ ସମ୍ମାନ ଦେଇଛନ୍ତି, ଏ କ୍ଷେତ୍ରରେ କାହିଁକି ଅବହେଳା କରୁଛନ୍ତି?